ଆଜି ଆମେ ଓମକାର ମାସିକ ପତ୍ରିକାରୁ ଗୋଟେ ବହୁତ ଶକ୍ତିଶାଳୀ ବୈଦିକ ପ୍ରାର୍ଥନା ଉପରେ ଆଲୋଚନା କରିବା। ଆଜ୍ଞା। ଏହା ହଜାର ହଜାର ବର୍ଷ ପୁରୁଣା ଶ୍ରୀରୁଦ୍ରମର ଏକ ଅଂଶ। ଆମେ ଚେଷ୍ଟା କରିବା ଏହାର ଗଭୀରତାକୁ ବୁଝିବାକୁ ଆଉ ଦେଖିବା ଆମ ଜାଗର ଯାତ୍ରା ସହିତ ଏହାର କିଛି ସମ୍ପର୍କ ଅଛି କି ନାହିଁ। ନିଶ୍ଚିତ ଭାବରେ, କାରଣ ଏହି ମନ୍ତ୍ରଗୁଡ଼ିକ କେବଳ ଶବ୍ଦ ନୁହନ୍ତି, ଏହା ଭିତରେ ଗଭୀର ଦର୍ଶନ ଲୁଚି ରହିଛି। ତେବେ ମନ୍ତ୍ରଟି ହେଉଛି ଯା ତେ ରୁଦ୍ର ଶିବା ତନୁର ଘୋରା ପାପକାଶିନୀ ତୟା ନସ୍ତନୁ ବାସନ୍ତମୟା ଗିରିଶନ୍ତା ବିଚାକଶିହି। ସତ କହିବାକୁ ଗଲେ ଏହା ଶୁଣିବାକୁ ଟିକେ ନନେ ବହୁତ କଷ୍ଟ ଲାଗୁଛି। ହଁ, ଏହାର ଉଚ୍ଚାରଣ ଟିକେ କଠିନ। ଏହାର ସରଳ ଅର୍ଥ କ'ଣ ହେବ? ଦେଖନ୍ତୁ, ଏହାର ସରଳ ଅର୍ଥ ହେଉଛି, ହେ ରୁଦ୍ର, ଆପଣଙ୍କର ଯେଉଁ ମଙ୍ଗଳମୟ, ଶାନ୍ତ ଆଉ ପାପନାଶକ ରୂପ ଅଛି, ସେହି କଲ୍ୟାଣକାରୀ ରୂପରେ ଆମକୁ ଦେଖନ୍ତୁ। ଓହୋ। ମାନେ ପ୍ରାର୍ଥୀ ଏଠି ଭଗବାନଙ୍କୁ ତାଙ୍କର ସୁନ୍ଦର ରୂପ ଦେଖାଇବାକୁ ଅନୁରୋଧ କରୁଛନ୍ତି। ଏଇଠି ହିଁ ମୋର ପ୍ରଥମ ପ୍ରଶ୍ନ ଆସୁଛି। ମନ୍ତ୍ର ଆରମ୍ଭ ହେଉଛି ରୁଦ୍ର ନାମରେ। ହଁ, ରୁଦ୍ର ମାନେ ତ ଆମେ ସାଧାରଣତଃ କ୍ରୋଧୀ ବା ଭୟଙ୍କର ବୋଲି ଭାବୁ, କିନ୍ତୁ ପ୍ରାର୍ଥନା କରାଯାଉଛି ତାଙ୍କ ଶିବ ବା ମଙ୍ଗଳମୟ ରୂପ ପାଇଁ। ଏ ଦୁଇଟା ଭିତରେ ସମ୍ପର୍କ କ'ଣ? ବହୁତ ବଢ଼ିଆ ପ୍ରଶ୍ନଟିଏ। ଦେଖନ୍ତୁ, ବେଦ ଅନୁସାରେ ଏହା ଗୋଟିଏ ହିଁ ପରମ ଶକ୍ତିର ଦୁଇଟି ଦିଗ। ଦୁଇଟି ଦିଗ। ଆଜ୍ଞା, ଯେମିତି ବିଦ୍ୟୁତ୍ ଶକ୍ତି, ସେହି ଗୋଟିଏ ଶକ୍ତି ଘରକୁ ଆଲୋକିତ କରିପାରେ, ଯାହା ହେଉଛି ତାର ଶିବ ବା ଅଘୋର ରୂପ। ଅଘୋର ମାନେ ଯାହା ଭୟଙ୍କର ନୁହେଁ। ଏକଦମ ଠିକ୍। କିନ୍ତୁ ସେହି ଶକ୍ତି ଭୁଲ ଭାବେ ଲାଗିଲେ ଜୀବନ ବି ନେଇପାରେ। ଠିକ୍। ତାହା ହିଁ ହେଉଛି ରୁଦ୍ର ବା ଘୋର ରୂପ। ତେଣୁ ଏଠି ପ୍ରାର୍ଥୀ ସେହି ପରମ ଶକ୍ତିର କଲ୍ୟାଣକାରୀ ଦିଗକୁ ହିଁ ଆହ୍ୱାନ କରୁଛନ୍ତି। ୱାଃ, ଏ ତ ବହୁତ ସୁନ୍ଦର ଉଦାହରଣ। ତେବେ ଆମେ ଭଗବାନଙ୍କର କଲ୍ୟାଣକାରୀ ରୂପକୁ ଦେଖିବାକୁ ଚାହୁଁଛେ। ହଁ, କିନ୍ତୁ ମନ୍ତ୍ରରେ ଆଉ ଗୋଟିଏ ଶବ୍ଦ ଅଛି, ଅପାପକାଶିନୀ, ଅପାପକାଶିନୀ। ହଁ, ଅର୍ଥାତ୍ ପାପକୁ ଦୂର କରୁଥିବା। ଏଠି କେଉଁ ପାପ କଥା କୁହାଯାଉଛି? ମାନେ ଚୋରି କରିବା ବା ମିଛ କହିବା ଭଳି ପାପ? ନା, ଏଠାରେ ପାପର ଅର୍ଥ ବହୁତ ଗଭୀର। ବେଦାନ୍ତ ଦର୍ଶନ ଅନୁସାରେ ସବୁଠାରୁ ବଡ଼ ପାପ ବା ଭୁଲ ହେଉଛି ଅଜ୍ଞାନ। ଅଜ୍ଞାନ। ହଁ, ଅର୍ଥାତ୍ ନିଜର ପ୍ରକୃତ ସ୍ୱରୂପକୁ ଭୁଲିଯିବା। ଯେତେବେଳେ ଆମେ ନିଜକୁ କେବଳ ଗୋଟିଏ ଛୋଟ ଶରୀର ବା ମନ ବୋଲି ଭାବୁ, ସେହି ଅଜ୍ଞାନରୁ ହିଁ ଲୋଭ, କ୍ରୋଧ, ଅହଙ୍କାର ଭଳି ବାକି ସବୁ ଜନ୍ମ ନିଏ। ଓହୋ। ତେଣୁ ଅପାପକାଶିନୀର ଅର୍ଥ ହେଉଛି ସେହି ଜ୍ଞାନର ଆଲୋକ, ଯାହା ଆମ ଭିତରର ଏହି ମୂଳ ଅଜ୍ଞାନକୁ ହିଁ ଦୂର କରେ। ବୁଝିଲି। ମାନେ ଆମେ ଯେଉଁ ଛୋଟ ଛୋଟ ଭୁଲ ପାଇଁ ନିଜକୁ ଦୋଷୀ ଭାବୁ, ପ୍ରକୃତ ପାପ ତାଠାରୁ ବହୁତ ଗଭୀର। ନିଜକୁ ନ ଚିହ୍ନିବା, ଏହା ତ ପୁରା ଦୃଷ୍ଟିକୋଣ ବଦଳାଇ ଦେଉଛି। ଆଜ୍ଞା। ଆଉ ମନ୍ତ୍ରର ଶେଷରେ ଗିରିଶନ୍ତ ବୋଲି ସମ୍ବୋଧନ କରାଯାଇଛି। ଶିବଙ୍କର ତ ଅନେକ ନାମ, କିନ୍ତୁ ଏଠି ବିଶେଷ କରି ପର୍ବତରେ ବାସ କରୁଥିବା ଦେବତା ବୋଲି କାହିଁକି କୁହାଗଲା? ଏଠାରେ ମଧ୍ୟ ଗିରି ବା ପର୍ବତର ଏକ ଆଧ୍ୟାତ୍ମିକ ଅର୍ଥ ରହିଛି। କେମିତି? ଏହା କେବଳ ହିମାଳୟ ବା କୈଳାସ ପର୍ବତ ନୁହେଁ। ଯୋଗ ଦର୍ଶନରେ ଆମ ଚେତନାର ସବୁଠାରୁ ଉଚ୍ଚ ସ୍ତରକୁ ସହସ୍ରାର ଚକ୍ର କୁହାଯାଏ। ହଁ, ମୁଣ୍ଡର ଠିକ୍ ଉପରେ, ଯାହାକୁ କଳ୍ପନା କରାଯାଏ। ଏକଦମ। ତାହା ହିଁ ଆମ ଭିତରର ଜ୍ଞାନର ଶିଖର ବା ଗିରି। ଯେଉଁ ପରମ ଚୈତନ୍ୟ ସେହି ଚେତନାର ଶିଖରରେ ବାସ କରି ଆମକୁ ଶାନ୍ତି ମାନେ ଶମ୍ ପ୍ରଦାନ କରନ୍ତି, ସେ ହିଁ ଗିରିଶନ୍ତ। ବାଃ! ତେବେ ଏହାର ଅର୍ଥ ହେଲା ଯେ ଆମେ ସେହି ପରମାତ୍ମାଙ୍କୁ ପ୍ରାର୍ଥନା କରୁଛୁ, ଯେ କୌଣସି ପଥର ପାହାଡ଼ରେ ନୁହନ୍ତି, ବରଂ ଆମ ନିଜ ଚେତନାର ଶିଖରରେ ବାସ କରନ୍ତି। ଠିକ୍ ସେୟା। ଏବେ ସବୁଠୁ ବଡ଼ ପ୍ରଶ୍ନ, ଏହି ହଜାର ହଜାର ବର୍ଷ ପୁରୁଣା ପ୍ରାର୍ଥନାର ଆମ ଜାଗର ଯାତ୍ରା ସହିତ କ'ଣ ସମ୍ପର୍କ? ଦେଖନ୍ତୁ, ସମ୍ପର୍କ ବହୁତ ଗଭୀର। ଶିବରାତ୍ରି କ'ଣ? ଗୋଟେ ଘନ ଅନ୍ଧକାରମୟ ରାତି। ହଁ, ଏହି ଅନ୍ଧକାର ହିଁ ରୁଦ୍ରଙ୍କର ଘୋର ରୂପର ପ୍ରତୀକ। ସଂସାରର ଦୁଃଖ, କଷ୍ଟ, ଆମ ଅଜ୍ଞାନର ପ୍ରତୀକ। ଆଉ ସେହି ଅନ୍ଧାର ଭିତରେ ଆମେ ରାତିସାରା ଅପେକ୍ଷା କରୁ। କାହାକୁ? ମହାଦୀପକୁ। ଯେତେବେଳେ ସେହି ମହାଦୀପର ଜ୍ୟୋତି ଉପରକୁ ଉଠେ, ତାହା ହିଁ ସେହି ଅନ୍ଧକାର ଭିତରୁ ଆଲୋକର ଆବିର୍ଭାବ। ତାହା ହିଁ ଶିବଙ୍କର ଅଘୋର ବା କଲ୍ୟାଣମୟ ରୂପ। ବାଃ! ତେଣୁ ଜାଗର ପାଳନ କରିବା ମାନେ ଏହି ବୈଦିକ ପ୍ରାର୍ଥନାକୁ ପ୍ରକୃତରେ ବଞ୍ଚିବା। ମାନେ ଜାଗର ରାତିରେ ମହାଦୀପ ଦେଖିବା କେବଳ ଏକ ପରମ୍ପରା ନୁହେଁ, ଏହା ହେଉଛି ସେହି ଅଘୋର ରୂପକୁ ଅନୁଭବ କରିବା, ଯାହା ପାଇଁ ବୈଦିକ ଋଷିମାନେ ପ୍ରାର୍ଥନା କରୁଥିଲେ। ଏକଦମ ଠିକ୍ କହିଲେ। ସଂକ୍ଷେପରେ କହିଲେ, ଶିବରାତ୍ରି କେବଳ ଉଜାଗର ରହିବାର ପର୍ବ ନୁହେଁ, ବରଂ ଏହା ହେଉଛି ରୁଦ୍ରଙ୍କ ଭିତରୁ ଶିବଙ୍କୁ ଆବିଷ୍କାର କରିବାର ରାତ୍ରି। ଏହା ପ୍ରକୃତରେ ଏକ ଚିନ୍ତନୀୟ ବିଷୟ ଛାଡ଼ିଯାଉଛି।
ଆଗାମୀ ଶିବରାତ୍ରିରେ ଯେତେବେଳେ ସମସ୍ତେ ମହାଦୀପ ଉଠିବା ଦୃଶ୍ୟ ଦେଖିବେ ହଁ ସେତେବେଳେ ହୁଏତ ଏହା ଭାବିପାରିବେ ଯେ ପ୍ରକୃତ ଅନ୍ଧକାର କେବଳ ବାହାରେ ନୁହେଁ, ଆମ ଭିତରେ ଥିବା ଅଜ୍ଞାନତା ହିଁ ସେହି ଆଲୋକରେ ଦୂର ହେଉଛି।